सभी को सु अभिवादन। आमे जानिछु कि जगत रे जेते सुंदर और दिव्य कर्म रही ता मध्यरे स्वाध्याय होछि एक अग्रगण्य कार्य। तेणु जो माने ध्यान करती, जो माने स्वाध्याय करती, से मानकर चेतनार विस्तार एक बड़ सुजोग रही। आमे भगवत गीता को से भली एक महान शास्त्र भितर नहीं परिबा जहाँ उपरे ध्यान करिहबो, अभिनिवेश करिहबो, निधिध्यासन करिहबो, जार तत्व को नहीं आमे चिंतन करि परिबा एवं आमको ताहा एक बौद्धिक एवं आध्यात्मिक सत्य आड़क नहीं जाई परिबो। आमे जानिछु भगवत गीता होछि सूक्ष्म दार्शनिक सिद्धांत गुड़िकर एक निर्देशिका, गोटे जीवन बंचार मैनुआल। तेणु मनुष्य तार दैनंदिन व्यावहारिक जीवन रे जदि सफलता चाहूए, सुख चाहूए, शांति चाहूए, आनंद चाहूए एवं उन्नति मध्य चाहूए, ताले भगवत गीता एक आश्रय। भगवत गीता एक अलौकिक काव्य। मूल संस्कृत महाभारतर भीष्म पर्व 25 रु 42 पर्यंत समुदाय 18टी अध्याय यही आध्यात्मिक मूल्यबोध गुड़िक लिपिबद्ध ही रही एवं यह अत्यंत व्यावहारिक, अत्यंत प्रायोगिक एवं जीवन कला को खूब भाटरे प्रेरित कला भली एक विषय। यह समग्र चिंता जगत रे एक रचनात्मक क्रांतिर आरंभ करिथिला एवं महान उपनिषदीय सत्य गुड़िकर पुनरुत्थान पाई भगवत गीता चिरकाल एक पथ को प्रस्तुत कर रखि थाए। आमे गत काली आलोचना करथिले जे विशाल बुद्ध महर्षि व्यास यही ऐश्वर्य काव्यटी को रचना करिछंती एवं गोटे विषम परिस्थिति गुड़िकरे किभली आमे निराशार जर्जरित हो, भयर कातर हो एवं किभली भावरे आमे ता भितर पुणी एक पथ पाऊ, ताहा थिला ये भगवत गीतार उपस्थापनार मूल उद्देश्य। एवं मनुष्य रूपी अर्जुनंकर समस्त निराशा, भय, कातरता तार एक समाधान रूपरे से शोकाकुल अर्जुन उपचार ही आसीथिला एवं से उपचार मध्य आम समस्त लागू हबो। अर्थात जितेबाला आमे तत्वज्ञान को व्यवहार करूँ ताहा आम धर्म रे परिणत होता है। तो भगवत गीतार जेते व्याख्याकार ए जगत रे अछंती, जो माने गीता को बहु बाटरे परिभाषित करिछंती, गीता को नहीं जीवन बंचिछंती, से भली विराट व्यक्ति माने को जदि आमे स्मरण करिवा, आमे देखिबा जे मनुष्यर सकल भ्रम, सकल दुर्भाग्य, सकल दुख, सकल अशांतिर जदि भी किछि गोटे समाधान थाए ताहा होछि भगवत गीता को अनुसरण करी जीवन बंचिबार मार्ग। तेणु यही भगवत गीतार जितेबाला आमे अध्ययन आरंभ करिछंती, मु पुणी थरे आपण मानकु यही विराट अध्ययनर पर्व भितर को स्वागत करुछि, आमंत्रण करुछि।
ଯେ ଆମେ କିଭଳି ଭାବରେ এই ସମସ୍ତ କଥାକୁ ଧୀରେ ଧୀରେ ପଢ଼ି ଚାଲିବା। ଆଜି ପ୍ରଥମ ଅଧ୍ୟାୟର ଅର୍ଜୁନ ବିଷାଦ ଯୋଗର ପ୍ରଥମ ଶ୍ଲୋକଟି ଆମେ ପଢ଼ିବା। ସେଥିରେ ଲେଖା ଅଛି, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବ ମାମକା ପଣ୍ଡକାଶ୍ଚୈବ କିମ କୁର୍ବତ ସଞ୍ଜୟ। ତାର ଅର୍ଥ ଏଇଭଳି ଯେ ଧର୍ମକ୍ଷେତ୍ରେ ଧର୍ମଭୂମିରେ, କୁରୁକ୍ଷେତ୍ରରେ ସମବେତା ଏକତ୍ରିତ ହୋଇଥିବା, ଯୁଯୁତ୍ସବ ଯୁଦ୍ଧେଚ୍ଛୁ ଯୁଦ୍ଧ କାମନା କରୁଥିବା ବା ଯୁଦ୍ଧ ଇଚ୍ଛା କରୁଥିବା ଯୁଦ୍ଧେଚ୍ଛୁ ମାନେ ମାମକା ଯେଉଁମାନେ ମୋର, କାରଣ ଏଇଟା ହେଉଛି ଧୃତରାଷ୍ଟ୍ରଙ୍କର ଦ୍ୱାରା, ରାଜା ଧୃତରାଷ୍ଟ୍ରଙ୍କ ଦ୍ୱାରା କୁହାଯାଉଛି। ତେଣୁ ସେ ମାମକା, ସେ ନିଜକୁ ନିଜର ସମସ୍ତଙ୍କୁ ମନେ କରିଛନ୍ତି, ମାମକା ମୋର, ଏବଂ ପାଣ୍ଡବାହା ପାଣ୍ଡବ ପୁତ୍ରମାନେ, ଚ ଏବଂ ଏବ କିମ୍ କ'ଣ ଅକୁର୍ବତ କରୁଛନ୍ତି, କିମ୍ ଅକୁର୍ବତ ସଞ୍ଜୟ। ସଞ୍ଜୟ ହେଉଛନ୍ତି ତାଙ୍କର ମନ୍ତ୍ରୀ, ଯାହାଙ୍କୁ ଦିବ୍ୟ ଦର୍ଶନ ଥିଲା, ଯିଏ ଯୁଦ୍ଧଭୂମିର ଦୃଶ୍ୟଟିକୁ ଦେଖିପାରୁଥିଲେ ଏବଂ ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କୁ ବର୍ଣ୍ଣନା କରୁଥିଲେ। ତେଣୁ ସଞ୍ଜୟଙ୍କୁ ପ୍ରଥମେ ଧୃତରାଷ୍ଟ୍ର ପ୍ରଶ୍ନ ପଚାରୁଛନ୍ତି ଯେ, ହେ ସଞ୍ଜୟ, ଧର୍ମଭୂମି କୁରୁକ୍ଷେତ୍ରରେ ଏକତ୍ରିତ ହୋଇଥିବା ଯୁଦ୍ଧ ପାଇଁ ଇଚ୍ଛୁକ ମୋର ଏବଂ ପାଣ୍ଡୁର ପୁତ୍ରମାନେ କ'ଣ କରୁଛନ୍ତି? ଆମେ ଜାଣିଛୁ ଯେ ଭଗବତ ଗୀତାରେ 700 ଶ୍ଲୋକ ରହିଛି। ତା ଭିତରୁ ଗୋଟିଏ ଶ୍ଲୋକ କେବଳ ଅନ୍ଧ ରାଜା ଧୃତରାଷ୍ଟ୍ର କହିଛନ୍ତି। ଏଇଟା ହେଉଛି ପ୍ରଥମ ଶ୍ଲୋକ, ଯାହା ଧୃତରାଷ୍ଟ୍ର କହିଛନ୍ତି ସଞ୍ଜୟଙ୍କୁ। ଏବଂ ଯୁଦ୍ଧ ଆରମ୍ଭ ହୋଇନାହିଁ, ଯୁଦ୍ଧର ଅବ୍ୟବହିତ ପୂର୍ବ ଅବସ୍ଥା, ଏବଂ କୁରୁକ୍ଷେତ୍ରରେ କିଭଳି ଭାବରେ ସୈନ୍ୟସଜ୍ଜା ହୋଇଛି, କିଭଳି ଭାବରେ ସେନାପତିମାନେ ତାଙ୍କର ସ୍ଥାନ ଗ୍ରହଣ କରିଛନ୍ତି, କିଭଳି ପାଣ୍ଡବମାନେ ରଣସଜ୍ଜା କରିଛନ୍ତି, କିଭଳି କୌରବମାନେ ରଣସଜ୍ଜା କରିଛନ୍ତି, ଏ ସମ୍ପର୍କରେ ବୃଦ୍ଧ ରାଜା ଧୃତରାଷ୍ଟ୍ର, ଯାହାଙ୍କର ନିଜସ୍ୱ ଚକ୍ଷୁ ନଥିଲା ଦର୍ଶନ କରିବା ପାଇଁ, ସିଏ ତାଙ୍କର ମନ୍ତ୍ରୀ ସଞ୍ଜୟଙ୍କ ଉପରେ ଭରସା କରିଛନ୍ତି ସେ ଦୃଶ୍ୟଟିକୁ ଦେଖିବା ପାଇଁ, ଏବଂ ସଞ୍ଜୟଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି। ଏବଂ ରାଜା ଯୁଦ୍ଧର ପରିଣାମ ସମ୍ବନ୍ଧରେ ତାଙ୍କ ଭିତରେ ଅନେକ ଆଶା ଥାଇପାରେ, ଅନେକ ଆଶଙ୍କା ଥାଇପାରେ। ଜଣେ ରାଜା ଭାବରେ ସେ ନିଜେ ଚାହିଁବେ ତାଙ୍କ ପୁତ୍ରମାନଙ୍କର ବିଜୟ ହେଉ, ତାଙ୍କ ପୁତ୍ରମାନେ ଜୀବିତ ରୁହନ୍ତୁ। ଅନ୍ୟ ପକ୍ଷରେ ସତ୍ୟ, ନ୍ୟାୟ, ଧର୍ମର କଥା ବି ରହିଛି, ଯାହା ବି ଅଳ୍ପ ବହୁତ ରାଜା ଜାଣନ୍ତି। ତ ଏଇଭଳି ଗୋଟେ ପରିସ୍ଥିତିରେ ଯେତେବେଳେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି, ଧୃତରାଷ୍ଟ୍ର ତାଙ୍କର ପ୍ରଶ୍ନଟିକୁ ସଞ୍ଜୟ ଆଗରେ ରଖୁଛନ୍ତି। ଆପଣ ଦେଖିବେ ଏଇ କାବ୍ୟର ଯେଉଁ ମହାନତାର ଗୋଟେ ବଡ଼ ଦିଗ ହେଉଛି ବଡ଼ ନାଟକୀୟତା। ଏଥିରେ ଚରିତ୍ର ହେଉଛନ୍ତି ଧୃତରାଷ୍ଟ୍ର, ୟାର ଚରିତ୍ର ହେଉଛନ୍ତି ସଞ୍ଜୟ, ୟାର ଚରିତ୍ର ହେଉଛନ୍ତି ଶ୍ରୀକୃଷ୍ଣ, ୟାର ଚରିତ୍ର ହେଉଛନ୍ତି ଅର୍ଜୁନ। ତେଣୁ ପ୍ରଥମରେ ଗୋଟିଏ ନାଟକର ଆରମ୍ଭ ହେବା ପରି ହଠାତ୍ ରାଜା ତାଙ୍କ ମନ୍ତ୍ରୀକୁ ଯୁଦ୍ଧକ୍ଷେତ୍ରର କଥା ପ୍ରଶ୍ନ ପଚାରୁଛନ୍ତି। ଏବଂ ଏହି ପ୍ରଶ୍ନ ଭିତରେ ଯେତେବେଳେ ସୈନିକମାନଙ୍କର ସଜ୍ଜା, ସେନାପତିମାନଙ୍କର ବ୍ୟବସ୍ଥା, ଆଉ ରଥ, ଶଙ୍ଖ, ଭେରୀ, ତୁରୀ, ହସ୍ତୀ ସମସ୍ତଙ୍କ କଥା କୁହାଯାଉଛି, ସେତେବେଳେ ମଧ୍ୟ କୁହାଯାଉଛି ଯେ ଏଇଠି ଅର୍ଜୁନ ବିଷାଦଗ୍ରସ୍ତ ହୋଇଛନ୍ତି ଏବଂ ସେହି ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ତାଙ୍କର ଉପନିଷଦୀୟ ଜ୍ଞାନରେ ଜଣେ ଗୁରୁର ଭୂମିକାରେ
ତାକୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେଥିପାଇଁ ଏହି ଅଧ୍ୟାୟର ନାମ ଅର୍ଜୁନ ବିଷାଦ ଯୋଗ ଅଟେ। ତେଣୁ ଆମେ ଯଦି ଦେଖିବା ଏଇ କୁରୁକ୍ଷେତ୍ର ଧର୍ମକ୍ଷେତ୍ର ଏହି ଶବ୍ଦକୁ ନେଇ ଅନେକ ପ୍ରକାର ପରିଭାଷା ଆମ ସଂସାରରେ ଅଛି। ଆଉ କୁରୁକ୍ଷେତ୍ର କହିଲେ କର୍ମର କ୍ଷେତ୍ର, କ୍ରିୟାର କ୍ଷେତ୍ର ଏବଂ କର୍ମ ଓ କ୍ରିୟାର କ୍ଷେତ୍ର ହେଉଛି ଆମ ନିଜ ଶରୀର। ଆମ ଶରୀରରେ 100 କୌରବ ଆସୁରୀ ପ୍ରବୃତ୍ତି ଗୁଡ଼ିକର ପ୍ରତିନିଧିତ୍ୱ କରନ୍ତି ଏବଂ ଆମ ଭିତରେ ପାଣ୍ଡବ ଦୈବୀ ପ୍ରବୃତ୍ତି ଗୁଡ଼ିକର ପ୍ରତୀକ ଅଟନ୍ତି। ଆମମାନଙ୍କର ହୃଦୟରେ ଅର୍ଥାତ୍ ଏହି କୁରୁକ୍ଷେତ୍ରରେ ଏହି ଧର୍ମର ଯୁଦ୍ଧ ଚାଲିଛି ଆସୁରିକ ପ୍ରବୃତ୍ତି ଏବଂ ଦୈବୀ ପ୍ରବୃତ୍ତିମାନଙ୍କ ଭିତରେ। ତେଣୁ ଆସୁରୀ ପ୍ରବୃତ୍ତି ଗୁଡ଼ିକର ସଂଖ୍ୟା ସବୁବେଳେ ଅଧିକ ଏବଂ ହୃଦୟରେ ଯେଉଁ ସଦ୍ଗୁଣ ରହିଛି ସେମାନଙ୍କର ସଂଖ୍ୟା ସବୁବେଳେ ଅଳ୍ପ। ତେଣୁ ମହାଭାରତର ଏଇ ଯେଉଁ ଧର୍ମକ୍ଷେତ୍ର କୁରୁକ୍ଷେତ୍ରର କଥା କୁହାଯାଉଛି ତାର ଆଧ୍ୟାତ୍ମିକ ଅର୍ଥ ମଧ୍ୟ ବହୁତ ବ୍ୟାପକ, ବହୁତ ସୂକ୍ଷ୍ମ। ତେଣୁ ଆଧ୍ୟାତ୍ମିକ କ୍ଷେତ୍ରକୁ ଆମେ ଧର୍ମକ୍ଷେତ୍ର କହିପାରିବା, ଯେଉଁଠି ନିମ୍ନସ୍ତରୀୟ ପ୍ରବୃତ୍ତି ବା ଯାହା କୌରବମାନଙ୍କର ପ୍ରତିନିଧି ବା ପ୍ରତୀକ, ଆଉ ଅନ୍ୟଟି ହେଲା ଉଚ୍ଚ ଆଦର୍ଶ ଅଥବା ସଦ୍ଗୁଣ ଯାହାଙ୍କ ଭିତରେ ସବୁବେଳେ ସଂଘର୍ଷ ହୋଇଯାଏ। ଆଉ ସେହି ସଂଘର୍ଷର ପରିଣତି ହିଁ ଏହି ଧର୍ମଯୁଦ୍ଧ ବା ଭାରତର ଯୁଦ୍ଧ। ତେଣୁ ବୁଦ୍ଧି ଆଉ ବିବେକ ମଧ୍ୟରେ ଏକ ସଂଘର୍ଷ ରହିଛି। ଆମର ପ୍ରାଣର ବାସନା କାମନା ଏବଂ ପ୍ରକୃତ ନ୍ୟାୟ ଭିତରେ, ଦର୍ଶନ ଭିତରେ, ତତ୍ତ୍ୱ ଭିତରେ ଏକ ସଂଘର୍ଷ ରହିଛି। ସଂଘର୍ଷର ଅନ୍ୟ ନାମ ଜୀବନ। ଏବଂ ଯେତେବେଳେ ଏଇଭଳି ଏକ ବିରାଟ ସେନା ଆସୁରିକ ପ୍ରବୃତ୍ତିକୁ ପ୍ରତିନିଧିତ୍ୱ କରୁଥିବା କୌରବମାନେ ନିଜକୁ ସଜ୍ଜିତ କରୁଛନ୍ତି ଏବଂ ଦୈବୀ ପ୍ରବୃତ୍ତିର ଅଳ୍ପ କିଛି ପାଣ୍ଡବ ସେନା ପରସ୍ପରକୁ ପ୍ରସ୍ତୁତ କରୁଛନ୍ତି, ସେଇ କଥାଗୁଡ଼ିକ ନିଶ୍ଚିତ ଭାବରେ ବଡ଼ ଆକର୍ଷଣୀୟ। ଏବଂ ଏହି ଧର୍ମକ୍ଷେତ୍ରରେ ଯେତେବେଳେ ଆସୁଛି ଆମେ ଧର୍ମ କ'ଣ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ସମଗ୍ର ବେଦରେ ଉପନିଷଦରେ ଧର୍ମର ବ୍ୟାଖ୍ୟା ରହିଛି। ଆଉ ହିନ୍ଦୁ ଦର୍ଶନରେ ଧର୍ମ କହିଲେ ଆମେ ବୁଝୁ ଧ୍ରୁ, ଅର୍ଥାତ୍ ଧ୍ରୁ ଧାତୁରୁ ଯାହା ନିଷ୍ପନ୍ନ ହୋଇଛି ତାର ଅର୍ଥ ହେଉଛି ଧାରଣ କରିବା, ଅର୍ଥାତ୍ ଯାହାଦ୍ୱାରା କୌଣସି ବସ୍ତୁ ପୂର୍ଣ୍ଣତଃ ଧାରଣ ହୋଇ ରହିଛି। ଧାରଣାତ୍ ଧର୍ମ ଇତି ଆହୁ ଧର୍ମେଣ ବିଧୃତଃ ପ୍ରଜା। ଧର୍ମ ଶବ୍ଦର ଉପଯୋଗ ଗୋଟେ ଧାର୍ମିକ ବୁଦ୍ଧି ବା ବିଧି ବା ଗୋଟେ ନୈତିକ ନିୟମ, କର୍ତ୍ତବ୍ୟ କର୍ମ, ଦାନ ଏସବୁ କଥାକୁ ଆମେ ପ୍ରକୃତରେ ବୁଝୁ, କିନ୍ତୁ ତାର ସବୁଠାରୁ ଉତ୍ତମ ପରିଭାଷା ହେଉଛି ଯାହାଦ୍ୱାରା ବସ୍ତୁର ସିଦ୍ଧ ହୁଏ ତାହାକୁ ଧର୍ମ କୁହନ୍ତି। ଅଗ୍ନିର ଧର୍ମ ହେଉଛି ଉଷ୍ଣତା, ସୂର୍ଯ୍ୟଙ୍କର ଧର୍ମ ହେଉଛି ପ୍ରକାଶ। ତେଣୁ ଯଦି ଅଗ୍ନିଙ୍କ ପାଖରେ ଧର୍ମ ରହିବ ନାହିଁ, ଅର୍ଥାତ୍ ତାଙ୍କ ଉଷ୍ଣତା ରହିବ ନାହିଁ, ବା ସୂର୍ଯ୍ୟଙ୍କ ପାଖରେ ତାଙ୍କ ଧର୍ମ ରହିବ ନାହିଁ, ଅର୍ଥାତ୍ ତାଙ୍କ ପ୍ରକାଶ ରହିବ ନାହିଁ, ତାହେଲେ ସିଦ୍ଧି ସମ୍ଭବ ନୁହେଁ। ସେହି ଅଗ୍ନିର ଅଗ୍ନିତ୍ୱ ଏବଂ ସେହି ସୂର୍ଯ୍ୟଙ୍କର ସୂର୍ଯ୍ୟତ୍ୱ ମଧ୍ୟ ସନ୍ଦେହ ଭିତରେ ଆସିବ ଯେତେବେଳେ ସେମାନେ ଧର୍ମଟାକୁ ଛାଡ଼ିଦେବେ। ଆଜି ମନୁଷ୍ୟ ନିଜର ଧର୍ମକୁ ନେଇ କେତେ ପାଟରେ ଅସମ୍ବେଦନଶୀଳ। ଧର୍ମ କହିଲେ ସେ ଗୋଟେ ପନ୍ଥର ବିଚାରଧାରାକୁ ବୁଝୁଛି। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ଏହି ସମ୍ପ୍ରଦାୟର ସବୁ କଥା ସବୁ ଭାବୁଛି, କିନ୍ତୁ ଧର୍ମ କହିଲେ ମାନବିକତା, ତାର ଉଦାତ୍ତତା। ଧର୍ମ କହିଲେ ସେଇ ନୀତି ବା ସେଇ ତତ୍ତ୍ୱ ଯାହା ମନୁଷ୍ୟକୁ ମନୁଷ୍ୟ ହିଁ କରେ, ମନୁଷ୍ୟକୁ ଦେବତା କରେ, ପଶୁ ମନୁଷ୍ୟକୁ ଦେବ ମନୁଷ୍ୟରେ ପରିଣତ କରିବାର ଯେଉଁ ଧାରା ରହିଛି, ସେଇ ଧାରାକୁ ଆମେ ଧର୍ମ ବୋଲି ଗ୍ରହଣ କରିପାରିବା।
ତେଣୁ ସବୁଦିନେ ମଣିଷ ଭିତରେ ସେହି ସଂଘର୍ଷ ଚାଲିଛି ସୁପର ଇଗୋ ଆଉ ଲିବିଡୋ ଭିତରେ, ନିମ୍ନ ପ୍ରକୃତି ଉଚ୍ଚତର ପ୍ରକୃତି ଭିତରେ, ପରା ପ୍ରକୃତି ଅପରା ପ୍ରକୃତି ଭିତରେ। ତେଣୁ ଏଇ ଲଢ଼େଇର ଆମେ ତାକୁ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ବୋଲି କହିପାରିବା। ଏଇ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯେଉଁମାନେ ଅଛନ୍ତି, ଯେଉଁ ପାଣ୍ଡବମାନେ ଅଛନ୍ତି ବା ଯେଉଁ କୌରବମାନେ ଅଛନ୍ତି, ସେମାନେ ଗୋଟେ ପ୍ରକାର ପ୍ରତୀକ। ତେଣୁ ଆଜିର ଆମେ ଆଲୋଚନାଟି ଏଇ ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଲୋକରୁ ଆରମ୍ଭ କଲେ। ଧର୍ମକ୍ଷେତ୍ର ସମ୍ପର୍କରେ ଅଧିକ ଚିନ୍ତା କରିବା, କୁରୁକ୍ଷେତ୍ର ସମ୍ପର୍କରେ ଅଧିକ ଚିନ୍ତା କରିବା ଏବଂ ଆମ ସମସ୍ତଙ୍କର ଜୀବନ ଗୋଟେ ଯୁଯୁତ୍ସୁ ଜୀବନ, ଯୋଦ୍ଧାର ଜୀବନ। ଆମେ ଯୁଦ୍ଧ ସଂଘର୍ଷ ଭିତରେ ଦେଇ ଆମ ଜୀବନକୁ ଗତି କରାଉ। ଗୋଟେ ମଞ୍ଜି ଯେତେବେଳେ ମାଟି ଫଟେଇ ବା ପଥର ଫଟେଇ ଆକାଶକୁ ଉଠେ, ସେ ବି ସଂଘର୍ଷ କରେ। ବଞ୍ଚିବା ପାଇଁ ସଂଘର୍ଷ ଉଦ୍ଭିଦମାନେ କରୁଛନ୍ତି, ସମସ୍ତ ପ୍ରାଣୀମାନେ କରୁଛନ୍ତି। ଗୋଟେ ଅଣ୍ଡା ଭିତରୁ ତାର ଖୋଳପା ଭାଙ୍ଗି ଯେଉଁ ଚଢ଼େଇଟି ଆକାଶକୁ ଉଡ଼ିଯିବାର ଇଚ୍ଛା ରଖେ, ସେ ବି ସଂଘର୍ଷ କରେ। ତେଣୁ ସଂଘର୍ଷ ହେଉଛି ଏଠାରେ ସାର୍ବଜନୀନ, ସାର୍ବଭୌମ ଏବଂ ଅତି ଆମେ ଯାହାକୁ ଇଂରାଜୀରେ କହୁଛୁ ୟୁନିଭର୍ସାଲ। ତେଣୁ ଭଗବତ ଗୀତା ହେଉଛି ସେହି ସଂଘର୍ଷର ମହାନ ବ୍ୟାଖ୍ୟାକୁ ଆମ ଆଗରେ ଆଣିବ। ଭଗବତ ଗୀତା ହେଉଛି ଜୀବନ ଯୁଦ୍ଧର କାହାଣୀ, ଆମ ଭିତରେ ଭଲ ମନ୍ଦ ଭିତରେ ହେଉଥିବା ସଂଘର୍ଷର କାହାଣୀ। ଆଶା କରେ ଆମେ ଏଇ ଯାତ୍ରାରେ ଚିରଦିନ ସାମିଲ ରହିବା। ଆମେ ଅଧିକ ବେଶୀ ଭାରାନ୍ୱିତ କରି ଏହି ଅଧ୍ୟୟନକୁ ବେଶୀ ଭାରାକ୍ରାନ୍ତ କରିବା ନାହିଁ। ଆମେ ଧୀରେ ଧୀରେ ସୁନ୍ଦର ଭାବରେ ଏହି ସମସ୍ତ ଶ୍ଲୋକ ଗୁଡ଼ିକୁ ଅଧ୍ୟୟନ କରିବା। ତେଣୁ ଆଜିର ଅଧ୍ୟୟନରେ ଆପଣମାନେ ସାମିଲ ହୋଇଥିବାରୁ ମୁଁ ଆପଣଙ୍କ ପାଖରେ କୃତଜ୍ଞତା ପ୍ରକାଶ କରୁଛି ଏବଂ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛି। ଆଉ ଆମର ଏଇ ଯାତ୍ରା ଏଇଭଳି ଅବ୍ୟାହତ ଥାଉ। ଏଇଭଳି ଏକ ସୁନ୍ଦର ଇଚ୍ଛା ସହିତ ଆଜିର ବାଣୀ ସେବାକୁ ମୁଁ ଏଇଠି ରଖୁଛି। ବହୁତ ବହୁତ ଧନ୍ୟବାଦ।